ସମସ୍ତଙ୍କୁ ନମସ୍କାର। ଏସ୍ଏସ୍ବି ଟିଜିଟି ଓ ଓଏସ୍ଟିଟିର ହିନ୍ଦୀ ସିଲାବସରେ ଥିବା ସନ୍ଧ୍ୟା ସୁନ୍ଦରୀ କବିତା ଯାହାର କବି ହେଉଛନ୍ତି ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା। ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା ନେଚର ଉପରେ ବା ପ୍ରକୃତି ଉପରେ এই କବିତାଟି ବହୁତ ସୁନ୍ଦର ରୂପରେ ଲେଖିଛନ୍ତି। ସନ୍ଧ୍ୟାକୁ ଗୋଟେ ସୁନ୍ଦର ସ୍ତ୍ରୀ ରୂପରେ ବର୍ଣ୍ଣନା କରିଛନ୍ତି। ସନ୍ଧ୍ୟା ସୁନ୍ଦରୀ ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା। ଆପଣମାନେ ସମସ୍ତେ ଜାଣିଥିବେ ଯେ ନିରାଲା ହେଉଛନ୍ତି ବିଦ୍ରୋହର କବି। ସେ ପୁଞ୍ଜିବାଦୀ ବା ପୁଞ୍ଜିପତି ସମାଜ ଯେଉଁମାନେ ଅଛନ୍ତି, ଯେଉଁମାନେ ବହୁତ ଧନ ସଞ୍ଚୟ ଲୁଟ କରି ରଖିଛନ୍ତି, ତାଙ୍କ ଉପରେ କବିତା ଲେଖନ୍ତି। କିନ୍ତୁ ତାଙ୍କର ଏ ଗୋଟେ କବିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସନ୍ଧ୍ୟା ସୁନ୍ଦରୀ କବିତାରୁ ମଧ୍ୟ ଓଏସ୍ଟିଟି ଏବଂ ଏସ୍ଏସ୍ବି ଟିଜିଟିରେ ବହୁତ କୋଶ୍ଚିନ୍ ଆଗରୁ ଆସିଛି ଏବଂ ଆମେ ବର୍ତ୍ତମାନ ଦେଖିବା ସନ୍ଧ୍ୟା ସୁନ୍ଦରୀ कविता। दिवावसान का समय था, मेघ में आसमान से उतर रही है वो संध्या सुंदरी परी सी। धीरे धीरे तिमरांचल में चंचलता का नहीं कहीं आभास। मधुर मधुर है दोनों उसके अधर, किंतु गंभीर नहीं है उनमें हास विलास। हंसता है तो केवल तारा एक गूंथा हुआ उन घुंघराले काले बालों से हृदय राज्य की रानी का वो करता अभिषेक। दिवावसान का मतलब होता है, दिवासान अर्थ होची माने संध्या समय। ଯେତେବେଳେ ଦିନ ସରି ଯାଉଛି ସେଇ ସମୟରେ ମେଘମୟ ଆସମାନ ମାନେ ଆକାଶରେ ବାଦଲ ଛାଇ ଯାଇଛି, ମେଘମୟ ଆକାଶରୁ ଉତ୍ତର ରହି ହେ ମାନେ ଯେମିତି ମେଘମୟ ଆକାଶରୁ ତଳକୁ ଖସି ଆସୁଛି ସନ୍ଧ୍ୟା। ଆଉ ଓ ସନ୍ଧ୍ୟା ସୁନ୍ଦରୀ ପରିସି, ପରି ମାନେ ହଉଛନ୍ତି ଯୋଉ ସ୍ୱର୍ଗର ଯୋଉ ମାନେ ଅପ୍ସରୀ ପରି ଯୋଉମାନେ କହନ୍ତି ସେମାନେ। ଓ ସନ୍ଧ୍ୟା ସୁନ୍ଦରୀ परिसी धीरे धीरे तिमरांचल में चंचलता का नहीं कहीं आभास। तिमरांचल माने तिमिर माने होची अंधकार, आंचल माने होची अंधकार का आंचल। अंधकार ର ଆଞ୍ଚଲ ରେ अंधकार आंचल माने होची कानी जो अंधकार ର आंचल ରେ तर अंचल रे तिमरांचल में चंचलता का नहीं कहीं आभास। मधुर मधुर है दोनों उसके अधर। अधर का मतलब होता है होंठ माने ओठ। तिमरांचल माने तार जो से जो जेमती शाढ़ी पिंधिला भली ताको वर्णना कराई, जेमती गोटे परी शाढ़ी पिंधिकी आकाश मेघमय आकाश रु तलक ओह्लौची। तिमरांचल में कोई चंचलता नहीं माने जिते संध्या हुए से धीरे 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 अंधकार छाई जाए, तेणु ता भितर कौन सी चंचलता कवि कहते कौन सी चंचलता नहीं है, चंचलता नहीं। मधुर मधुर है दोनों उसके अधर, अधर माने ओठ, तार बहुत मधुर मधुर दीटा ओठ, किंतु गंभीर नहीं है उनमें हास विलास। किंतु नहीं है उनमें हास विलास, किंतु संध्याटा जी कौन, संध्या होची पूरा गंभीर पूरा नीरव। नहीं है उनमें हास विलास, से कौन सी माने खुशी मजा हसी सेमती किसी नहीं, खुशी नहीं, हस खुशी किसी नहीं। हंसता है तो केवल तारा एक। संध्या समय आम गोटे संध्या तारा देखी था, जमती कि जानी ध्रुव तारा भी कह जाए जोड़ा उत्तर दिगरे उठे। तेणु कवि कहते यही संध्यार आगमन समय हंसता है तो केवल तारा एक गुंथा हुआ उन घुंघराले काले बालों से। घुंघराले काले बालों मतलब माने संध्यार घुंघराले काले बालों से हृदय राज्य की रानी का वो करता है अभिषेक। माने जेमिति माने जो संध्या तारा आकाश रे जेमती
ସନ୍ଧ୍ୟା ସୁନ୍ଦରୀର ଯୋଉ କାଲେ ବାଲ ଘୁଙ୍ଗୁରାଲେ ବାଲ ମାନେ ଯୋଉ କରଲି ହେୟାର, ସେ ଘୁଙ୍ଗୁରାଲେ ବାଲ ଦେହରେ କଣ ହେଇଛି ନା ତା ଚୁଟିରେ ଗୁନ୍ଥା ହେଇଛି। ହୃଦୟ ରାଜ କି ରାନୀ କା वो करता अभिषेक। ହୃଦୟ ମାନେ ତାରା ପାଇଁ ସନ୍ଧ୍ୟା ହଉଛି କଣ ହୃଦୟ ରାଜି କି ରାନୀ, ତାକୁ ତାର ଅଭିଷେକ କରୁଛି। ତ ଅଭିଷେକ ଯେମିତି ରାଜାଙ୍କର ରାଜ୍ୟ ଅଭିଷେକ ହୁଏ, ସେମିତି ରାଣୀଙ୍କର ଏଠି କଣ ହଉଛି करता है अभिषेक। अलस्ता की सी लता କିନ୍ତୁ କୋମଲତା କି ଓ କଲି। अलस्ता ମାନେ ସନ୍ଧ୍ୟା ହେଲେ ଆମେ କଣ କରୁଛେ, ଆମେ ସବୁ କାମ ସାରିକି ସନ୍ଧ୍ୟା ବେଳେ ଆମେ ଶୋଇବାକୁ ଯାଉଛେ ଏବଂ ସେଇ ଶୋଇବା ପାଇଁ ବି ହିଁ ମାନେ ଆମେ ଖାଦ୍ୟ ତିଆରି କରୁଛେ, ଖାଇ ପିଇକି ଶୋଇ ପଡୁଛେ। ତେଣୁ ସେ ସମୟରେ ଲୋକଙ୍କ ଭିତରେ କଣ ଆସୁଛି ଅଲସ୍ତା ଆସୁଛି, ମାନେ ଅଳସୁଆ ଲୋକ ହେଇଯାଉଛନ୍ତି। କିନ୍ତୁ କୋମଲତା କି ଓ କଲି, ସନ୍ଧ୍ୟା ସୁନ୍ଦରୀ ହଉଛି କୋମଲତା କି କଲି। କୋମଲତା କି କଲି ମାନେ କଢ, କୋମଲତା ତା ଭିତରେ ଯୋଉ କୋମଳପଣ, ସନ୍ଧ୍ୟାର ଯୋଉ କୋମଳତାକୁ କବି ବର୍ଣ୍ଣନା କରୁଛନ୍ତି। ଓ ବହୁତ କୋମଲ है सखी नीरवता के कंधे पर डाले बाँ। ତାର ସନ୍ଧ୍ୟା ସୁନ୍ଦରୀର ସଖୀ, ସଖୀ ମାନେ ତା ସାଙ୍ଗ ହଉଛି ନୀରବତା। ସନ୍ଧ୍ୟା ହେଲେ ସବୁ ଜାଗାରେ ନୀରବ ହେଇଯାନ୍ତି, ଲୋକ ଗହଳି କମିଯାଏ ଏବଂ ଧୀରେ ଧୀରେ ନୀରବତା ଚାରିଆଡେ ହେଇଯାଏ। ସେଇ କଥା କବି କହୁଛନ୍ତି ଯେ ନୀରବତା ହଉଛି ତାର ସଖୀ, ସେ ଆସିବା ସହିତ ନୀରବତାକୁ ବି ମଧ୍ୟ ସାଙ୍ଗରେ ନେଇକି ଆସେ। ତା କାନ୍ଧରେ ହାତ ଥୋଇକି ଯେମିତି ସିଏ मेघमय आसमान से वो नीचे उतर रही है। नहीं बजती उसके हाथों में कोई बीणा, नहीं कोई अनुराग राग आलाप। ସେ ଯେତେବେଳେ ମାନେ ଆକ୍ଚୁଆଲି କଣ, ଯେହେତୁ ସନ୍ଧ୍ୟାକୁ ଗୋଟେ ସୁନ୍ଦରୀ ପରି ସହିତ ତୁଳନା କରାଯାଇଛି, ତେଣୁ କବି କହୁଛନ୍ତି ତା ହାତରେ କୌଣସି ବୀଣା ନାହିଁ, नहीं होता कोई ଅନୁରାଗ ରାଗ ଆଲାପ, କୌଣସି ଆଳାପ ମଧ୍ୟ ହଉନାହିଁ। କିନ୍ତୁ ନୀରବରେ ଆକାଶରୁ, ମେଘମୟ ଆକାଶରୁ ଯୋଉ ସନ୍ଧ୍ୟା ସୁନ୍ଦରୀ ସିଏ ତଳକୁ ଫେରୁଛି। ନୁପୁରୋं में भी रुनझुन 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 नहीं, ମାନେ ଯେତେବେଳେ ଗୋଟେ ମାନେ ସଧବା ସ୍ତ୍ରୀ ଲୋକଟିଏ କଣ କରେ, ନୁପୁର ପିନ୍ଧିକି ଚାଲେ, ମାନେ ଘୁଙ୍ଗୁର ପିନ୍ଧିକି ଚାଲେ, ସେତେବେଳେ କଣ ହୁଏ ନା ରୁନଝୁନ ଶବ୍ଦ ମଧ୍ୟ ଶୁଭେ। ନୁପୁରୋं में भी ରୁନଝୁନ 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 ନାହିଁ। ତାର ସେ ଯେତେବେଳେ ସନ୍ଧ୍ୟା ସୁନ୍ଦରୀ ଉପରୁ ତଳକୁ ଆସମାନରୁ ବା ଆକାଶରୁ ଯେତେବେଳେ ତଳକୁ ଆସୁଛି, ସେତେବେଳେ ନୀରବତା ରୂପୀ ତାର ଯୋଉ ସଖୀ ତାକୁ ନେଇକି ଆସୁଛି ଏବଂ ନୀରବତା ସଖୀ କାନ୍ଧରେ ହାତ ପକେଇକି ଆସୁଛି, କିନ୍ତୁ କୌଣସି ନୁପୁର ବାଜୁନି କି ତା ହାତରେ କୌଣସି ବୀଣା ନାହିଁ କି ଅନୁରାଗ ରାଗ आलाप किसी भी हो नहीं। रुनझुन नहीं, सिर्फ एक अव्यक्त शब्द सा चुप चुप चुप, ମାନେ ଅବ୍ୟକ୍ତ ଶବ୍ଦ ମାନେ ଯୋଉ ଶବ୍ଦର ବର୍ଣ୍ଣନା କରାଯାଇ ପାରିବନି, ଯୋଉଟା ବ୍ୟକ୍ତ କରାଯାଇ ନ ପାରିବ ସେଟା ହଉଛି ଅବ୍ୟକ୍ତ, ବା ଯୋଉଟା ଏକ୍ସପ୍ଲେନ ନ କରାଯାଇ ପାରିବ। सिर्फ एक अव्यक्त शब्द सा चुप चुप चुप, ମାନେ ଯେତେବେଳେ ସନ୍ଧ୍ୟା ହେଇଯାଉଛି ସେତେବେଳେ କଣ ହଉଛି ନା ଗୋଟେ ଶବ୍ଦ ଚାରିଆଡୁ ଶୁଭୁଛି। ସେ ଶବ୍ଦର ना होची चुप 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 है गूंज रहा सब कहीं व्योम मंडल में जगती तल में सोती शांत सरोवर पर उस अमर कमलिनी दल में सौंदर्य गर्विता सरिता के अति विस्तृत बक्षस्थल में। ସବୁଆଡେ କଣ ହଉଛି ନା हे गूंज रहा सब कहीं व्योम मंडल माने संपूर्ण आकाश में, जगती तल में, जगती तल माने होची पृथ्वी की सतह, माने पृथ्वी ऊपरे। है गूंज रहा सब कहीं व्योम मंडल में जगती तल में सोती शांत सरोवर, उस सरोवर पर उस अमर कमलिनी दल में सौंदर्य गर्विता सरिता के अति विस्तृत बक्षस्थल में। ସବୁଆଡେ କଣ ଛାଇ ଯାଉଛି, व्योम मंडल में जगती तल में सोती शांत सरोवर पर उस अमर कमलिनी दल में सौंदर्य गर्विता सरिता अति विस्तृत बक्षस्थल में।
ସବୁଆଡେ କଣ ଛାଇ ଯାଉଛି ନା ଅନ୍ଧକାର ଛାଇ ଯାଉଛି। କୋଉଠି ନା ଆକାଶରେ ଆଉ ପୃଥିବୀରେ ଆଉ ସ୍ୱତି ଶାନ୍ତ ସରୋବର ମାନେ ହଉଛି ସମୁଦ୍ର କମଲିନୀ ଦଲମା କମଲିନୀ ମାନେ ହଉଛି କମଲଙ୍କା ସମୂହ ସେଠି ମଧ୍ୟ ସନ୍ଧ୍ୟା ଆସିଯାଇଛି ସୌନ୍ଦର୍ଯ୍ୟ ଗର୍ବିତା ସରିତା କେ ଅତି ବିସ୍ତୃତ ମାନେ ସରିତା ମାନେ ହଉଛି ନଦୀ ସୌନ୍ଦର୍ଯ୍ୟ ଗର୍ବିତା ସରିତା କେ ଅତି ବିସ୍ତୃତ ବକ୍ଷସ୍ଥଳ ମେ ସବୁ ଜାଗାରେ କଣ ହଉଛି ନା ସନ୍ଧ୍ୟା ଛାଇ ଯାଉଛି ଧୀର ବୀର ଗମ୍ଭୀର ଶିଖର પર ଧୀର ବୀର गंभीर शिखर पर धीर वीर गंभीर शिखर पर हिम अटल अचल में उताल तरंगाघात प्रलय घन गर्जन जलधि में ସବୁଆଡେ କଣ ହଉଛି ନା ସନ୍ଧ୍ୟାର ଆଗମନ ହଉଛି ଧୀର ବୀର ଗମ୍ଭୀର ଶିଖର પર ଶିଖର ମାନେ ହଉଛି ପାହାଡର ଉପର ଯୋଉ ପାହାଡର ଶିଖର ସେଠି କଣ ହଉଛି ନା ସେଠି ମଧ୍ୟ ସନ୍ଧ୍ୟା ଆସିଛି ହିମଗିରି ମାନେ ହଉଛି ଯୋଉ ବରଫ ପାହାଡ ଅଟଳ ଅଚଳ में उताल तरंगाघात प्रलय घन गर्जन जलधि में छिति ମାନେ ହଉଛି ପୃଥିବୀ में जल में नभ में अनिल में अनिल माने हवा आग सिर्फ एक अव्यक्त शब्द सा चुप चुप ଚୁପ୍ ତାମାନେ ହଉଛି କଣ ସବୁ ଜାଗାରେ ସନ୍ଧ୍ୟା ଆସିବା ଦ୍ଵାରା ସମସ୍ତେ ଯେମିତି ଶାନ୍ତ ହେଇଯାଉଛନ୍ତି ହିମଗିରି ଆଉ ଉତାଲ ତରଙ୍ଗାଘାତ ପ୍ରଲୟ ଘନ ଗର୍ଜନ ଜଲଧିରେ ସବୁ ଜାଗାରେ କଣ ହଉଛି ଜଳର ସ୍ଥଳ ଆକାଶ ସବୁ ସମସ୍ତେ ନିରବ ହେଇଯାଉଛନ୍ତି ସମସ୍ତଙ୍କୁ ଯେମିତି ସନ୍ଧ୍ୟା ସୁନ୍ଦରୀ କହୁଛି ଚୁପ୍ 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 ହେ गूंज रहा सब कहीं और क्या है कुछ नहीं ଆଉ କିଛି ନାହିଁ ସବୁ ଜାଗାରେ मदिरा की वो नदी बहाती आती थके हुए जीवों को वो स्नेह प्याला वो एक पिलाती सुलाती उन्हें अंक पर अपने दिखलाती फिर विस्मृति के वो कितने मीठे स्वप्न ମାନେ ରାତି ହେଲେ କଣ ହଉଛି ନା ଯେମିତି ସନ୍ଧ୍ୟା ଆସିବା ଦ୍ଵାରା କଣ ହଉଛି ଯେମିତି ସମସ୍ତେ ମଦମସ୍ତ ହେଇଯାଉଛନ୍ତି ଯେମିତି ସମସ୍ତଙ୍କୁ ମଦ ପିଇଲା ଭଳିଆ ଯେମିତି ନିଶା ହେଇଯାଉଛି ଏବଂ ସମସ୍ତେ କଣ କରୁଛନ୍ତି ନା ଶୋଇବା ପାଇଁ ବା ଯେମିତି रेस्ट नवा ପାଇଁ ବ୍ୟସ୍ତ ହେଇ ପଡୁଛନ୍ତି ସମସ୍ତେ ଥକି ଯାଇଛନ୍ତି ଦିନ ସାରା କାମ କରି କରି थके हुए जीवों को वो स्नेह से सुलाती है और प्याला वह पिलाती है ମାନେ ସମସ୍ତଙ୍କୁ ଯେମିତି ମଦର ଗୋଟେ ଗୋଟେ ପ୍ୟାଲା ମାନେ ଗୋଟେ ଗୋଟେ ତାଟିଆରେ ମଦ ଦେଇ ଦଉଛି ଯେମିତି ସମସ୍ତଙ୍କୁ ନିଦ ହେଇଯିବ ସୁଲାତି ଉन्हें अंक पर अपने ମାନେ ଗୋଦ ନିଜ କୋଳରେ ଶୋଇ ପକଉଛି ସୁଲାତି ଏବଂ ଅଙ୍କ ମାନେ ହଉଛି ଗୋଦ ତାଙ୍କ ନିଜ କୋଳରେ ଯେମିତି ଶୋଇ ପକଉଛି ଦିଖଲାତି ଫିର ବିସ୍ମୃତି କେ ଓ କିତନେ ମିଠେ ସ୍ୱପ୍ନ ଯେମିତି ମାନେ ଏମିତି ନିଦରେ ଶୋଇ ପକଉଛି ଯେମିତି ସମସ୍ତଙ୍କୁ ବିଭିନ୍ନ ପ୍ରକାର ମିଠା ସ୍ୱପ୍ନ ମଧ୍ୟ ରାତିରେ ଦେଖଉଛି अर्धरात्रि की निश्चलता में हो जाती वो लीन ଯେତେବେଳେ ଅଧରାତ୍ରି ହଉଛି ସେ ଅର୍ଦ୍ଧରାତ୍ରିରେ କଣ ହଉଛି କି ନିଶ୍ଚଲତା ଯେତେବେଳେ ପୁରା ଶାନ୍ତ ସମୟରେ କଣ ହଉଛି ନା ସିଏ ଲୀନ ହେଇଯାଉଛି ସନ୍ଧ୍ୟା ପରେ କଣ ଆସେ ରାତ୍ରି ଆସେ ତେଣୁ ଅର୍ଦ୍ଧରାତ୍ରିରେ କଣ ହଉଛି ଓ ନିଶ୍ଚଲ हो जाती है ମାନେ ପୁରା ଶାନ୍ତ ହେଇଯାଉଛି कवि का बढ़ जाता अनुराग कवि କଣ କରୁଛନ୍ତି ନା କବିଙ୍କ ମନରେ କଣ ହଉଛି ଅନୁରାଗ ଭରି ଯାଉଛି ମାନେ स्नेह भरी जाଉଛି विरहकुल कमनीय कंठ से आप निकल पड़ता तब एक बिहाग बिहाग माने होची एक शास्त्रीय संगीत का राग निश्चलता बिल्कुल शांत या स्थिर हो जाना ମାନେ ରାତିରେ ଯେତେବେଳେ ସମସ୍ତେ ମାନେ ଶୋଇ ପଡୁଛନ୍ତି ସେତେବେଳେ କବି କଣ କରୁଛି ନା କବିର ବିରହକୁଲ କମନୀୟ କଣ୍ଠ ଜାଗ୍ରତ ହେଇଯାଉଛି କବି ସବୁବେଳେ କଣ କରନ୍ତି କବି ମାନେ ସବୁବେଳେ ରାତିରେ ହିଁ ଲେଖନ୍ତି କାହିଁକି ନା ରାତିରେ କଣ ହୁଏ ନା ସବୁଆଡେ ନୀରବତା ଥାଏ ସବୁଆଡେ ନୀରବ ନିଶ୍ଚଳତା ଥାଏ ସେଇ ସମୟରେ କବି ମାନେ କଣ କରିଥାନ୍ତି ନିଜେ କବିତା ଲେଖନ୍ତି ଏବଂ ସମସ୍ତ ପ୍ରକୃତି ପାଇଁ ତାଙ୍କ ଭିତରେ ରାଗ ଅନୁରାଗ ସବୁ ଭରିଯାଏ ତେଣୁ କବି କହୁଛନ୍ତି ଯେ ସନ୍ଧ୍ୟା ଗୋଟେ ସୁନ୍ଦରୀ
ଗୋଟେ ପରୀ ରୂପରେ ସେ କ'ଣ କରୁଛି ନା ଆକାଶରୁ ଓହ୍ଲଉଛି ଏବଂ ତା ସଖୀ ହେଉଛି ତାର ସାଙ୍ଗ ହେଉଛି ନୀରବତା। ସେ ନୀରବତାକୁ ସାଙ୍ଗରେ ନେଇ ଆସୁଛି ଏବଂ ସମସ୍ତଙ୍କୁ मदर गोटे गोटे प्याला दे दूची, मदिरा का प्याला दे देती है और वो क्या करती है कि सबको अपनी गोद में सुला देती है। तेणु आशा करुच्ची समस्त को यही कविताटी समस्त भल लगी एवं यही एसएसबी टीजीटी आउ ओएसटी रो हिंदी पाई यही चैनल टी को सब्सक्राइब करंतु एवं आ परे अन्य जो संपूर्ण सिलेबस आम कवर करवा एवं परीक्षा पाई प्रिपेयर हवा। रहुची, नमस्कार।